ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ଆଜି ମୋତେ ଗୋଟେ ଜାଗାରେ ମିଟିଂ ଯିବାର ଥିଲା ବୋଲି ସକାଳୁ ଶୀଘ୍ର ଉଠି ପୁଅକୁ ରେଡ଼ି କରି ତାକୁ ସ୍କୁଲ ଛାଡ଼ିଦେଲି। ତାପରେ ଲାଗିଗଲି ରୋଷେଇ ପ୍ରିପାରେସନରେ। ଆଜି ମାଆ କହିଲେ କି ଆଜି ଗରମ ଭାତ ଖାଇବାନି, ସବୁବେଳେ କିଏ ଗରମ ଭାତ ଖାଇବା, ଆଜି ଟିକେ ପଖାଳ ଭାତ ଖାଇବା। ପଖାଳ ଭାତ ମାନେ ବାଇଗଣ ଦେଶୀ ସବୁ ଭଜା ଭଜି କରିଦେ ଖାଇବା। ସେପଟେ ବସାଇଦେଲେ ବାଇଗଣ ଆଳୁ ଭଜା, ତାପରେ ଏପଟେ କାଙ୍କଣ ଆଳୁ ଭଜା। ଆମ ମାଆକୁ କାଙ୍କଣ ଆଳୁ ଭଜା ଭଲ ନାହିଁ, ହେଲେ ତଥାପି ଥିଲା ତ ଫ୍ରିଜରେ, ଫୋପାଡ଼ିବି କ'ଣ, ନିଜ ପାଇଁ ଭାଜିଦେଲି। ତାପରେ ଆମ ମାଆ ସବୁ ବାଇରେ ଲଗେଇଛନ୍ତି ବାଇଗଣ ଗଛ, ଟମାଟୋ ଗଛ, କଖାରୁ ଗଛ, ଏରା ସବୁ ଗଛ ଲଗେଇଛନ୍ତି। ସେଇଠୁ ବାରିରୁ 3ଟା କଖାରୁ ଫୁଲ ବାହାରିଥିଲା। କଖାରୁ ଫୁଲ ତ ଏତିକି ମାତ୍ର 3ଟା କାହାକୁ ପାଇବ, ମୋ ପୁଅକୁ ତ ଏକା ପାଇବନି। ସିଏ ଯଦି ଦେଖିଦେବ କଖାରୁ ଫୁଲ ପିଠଉ ହେଇଛି, ସିଏ ଆଉ କାହାକୁ ଦେବନି, କହିବ ନିଜେ ସବୁ ଖାଇବି। ସେଇଥିପାଇଁ ମାଆ କହିଲେ କି ନାଇଁ, ଆଉ ତା ଦେହରେ ଆଳୁ ଫାଳୁ ସବୁ ପକେଇକି ଚକଟି ଦେ, ସେକା ବରା ଭଳିଆ କରିଦେ ଯେ ସମସ୍ତେ ଗୋଟେ ଗୋଟେ ଖାଇଦେବା। ସେଠୁ ଆଳୁ ସିଝା, ତାପରେ ଟିକେ ସାଧା ମସଲା, ଲଙ୍କାଗୁଣ୍ଡ ଆଉ କଞ୍ଚା ଲଙ୍କା ଟିକ୍ ଟିକ୍ କରି କାଟିକି ପକେଇଦେଲି। ଦେଖିଲା ବେଳକୁ ବେସନ ନଥିଲା। ସେଠୁ ମାଆ ଯାଇକି ବେସନ ନେଇକି ଆଇଲେ। ସେଠୁ ବେସନ 2 ଚାମଚ ପକେଇକି ତାକୁ ଭଲକି ଗୋଳିଆ ଗୋଳି କରିଦେଲା ପରେ ତାୱାରେ ଏମିତି ଛୋଟ ଛୋଟ ବରା ଭଳିଆ ତେଲ ବୁଲେଇ ବୁଲେଇ ଭାଜିଦେଲି। ତାପରେ ଭାଜି ସାରିଲା ପରେ ସମସ୍ତେ ଗୋଟେ ଗୋଟେ ଯେମିତି ଖାଇଲା ଭଳିଆ ହେଇଗଲା, 2ଟା ଖାଇଲା ଭଳିଆ ହେଇଗଲା ଆଉ। ତାପରେ ସେଠୁ ମୋ ପୁଅ ତ ନଥିଲା, ତା ପାଇଁ ଥୋଇଦେଲି। ମୁଁ ସେଠୁ ପଖାଳ ଭାତ ଭଜା ଭଜି ହଉନି, ଭାତ ପେଟେ ନାଦିଦେଲି, ଚାଲିଲି ସେଠୁ ମିଟିଂକୁ। ମିଟିଂରେ ଦେଖିଲା ବେଳକୁ ସମସ୍ତେ ଆଗରୁ ଆସିଥିଲେ ହେରି, ମୁଁ ଗଲା ବେଳକୁ ମୋର ଲେଟ୍ ହେଇଯାଇଥିଲା। ଆଜିର ମିଟିଂରେ ଆଉ ଟପିକ୍ ଥିଲା ସରକାର ଯେଉଁ ସବୁ ଯୋଜନା ମାନ କରୁଛନ୍ତି, ଘରେ ଘରେ କେମିତି ସବୁ ଲୋକଙ୍କ ପାଖରେ ପହଞ୍ଚିବ। ଆମେମାନେ ଯେହେତୁ ଗୋଟେ ଗ୍ରୁପ୍ର ମେମ୍ବର ସବୁ ଅଛୁ, ସେଇଥିପାଇଁ ଆମକୁ ସବୁ ଡକା ହେଇଥିଲା ଏଇ ମିଟିଂରେ ଯୋଗଦାନ କରିବାକୁ। କାରଣ ଆମେ ବୁଝିଲେ ଆମେ ଯିବୁ ସେମାନଙ୍କୁ ବୁଝେଇବାକୁ। ଯାହା ସବୁ ମିଟିଂ ହେଲା, ମିଟିଂରେ ଟିଫିନ୍ କରିଥିଲେ ବରା, ଚପ୍, ସିଙ୍ଗେଡ଼ା, ମିଠା ସବୁ ଟିଫିନ୍ କରିଥିଲେ। ଗୋଟେ ଗୋଟେ ପାଣି ବୋତଲ ଦେଇଦେଲେ। ଆମକୁ ବି କେତେକ କୋଶ୍ଚିନ୍ ସବୁ ପଚାରିଲେ। ଆମେ ବି ତା'ର ସବୁ ଠିଆ ହେଇକି ଜଣେ ଜଣେ ସବୁ କହିଲେ। ଦେଖୁଥିବେ କେତେକ ସ୍ତ୍ରୀ ଲୋକ ଆସିଛନ୍ତି,